ଜୟ ଶ୍ରୀ ଜଗନ୍ନାଥ। ଭାତ ଯେତେବେଳେ ବାସି ହୋଇ ପଖାଳ ହୁଏ ସେତେବେଳେ ଏହାର କାର୍ବୋହାଇଡ୍ରେଟ୍ ମାତ୍ରା କମିବା ସହ କେତେ ନ୍ୟୁଟ୍ରିଏଣ୍ଟର ମାତ୍ରା ବୃଦ୍ଧି ପାଏ ଏବଂ ଏହା ଏକ ନ୍ୟାଚୁରାଲ ପ୍ରୋବାୟୋଟିକ୍ ଯାହା ଆମ ପେଟର ସ୍ୱାସ୍ଥ୍ୟ, ଇମ୍ୟୁନିଟି ତଥା ଶରୀରର ଅଧିକା ଓଜନ କମାଇବା ପାଇଁ ଏହି ବାସି ପଖାଳ ଭଲ। ଆଜି ଦେଖିବା ଏ ବାସି ପଖାଳକୁ କେମିତି ତିଆରି କରିବା। ଭାତ ଗାଳି ସାରିଲା ପରେ ଏ ଯୋଉ ପେଜ ବାହାରେ, ଏହି ପେଜରେ ଆପଣ 2-4ଟା ଆମ୍ବୁଲ ଭଲ ଭାବେ ଧୋଇ, ଯେମିତି ଲୁଣ ଲାଗି ନଥିବ। ଯଦି ଆମ୍ବୁଲ ନାହିଁ ତାହେଲେ ମାଣ୍ଡିଆ ଚୁନାକୁ ଗୋଟେ କପଡ଼ାରେ ଏମିତି ବାନ୍ଧିକି ଆ ଭିତରେ ଦେଇଦେବେ, ବାନ୍ଧିକି ଆ ଭିତରେ ପକେଇଦେବେ। ଆଉ ଖାଇଲା ପରେ ପ୍ରତିଦିନ ଯେତିକି ଭାତ ବଳକା ହଉଥିବ ତାକୁ ସେଥିରେ ଢାଳିବେ। ତା ପରଦିନ ଏମିତି 2-3 ଦିନ ଢାଳିଲା ପରେ ଦେଖିବେ ସେ ଭାତ ପୁରା ଖଟା ହେଇଯାଇଥିବ। ଏଇଟା ପ୍ରସ୍ତୁତ ହେଲା ଆମର ବାସି ପଖାଳ। এই ପଖାଳରେ ଆପଣ କାଜି କରିପାରିବେ, ମୁଗ ବଟା ଦେଇ କାଜି ବରା କରିପାରିବେ।